ହାତୀ ବାହାରିଲା ଚୁପ କରିବେ କୁତ୍ତେ। ବ୍ଲଗ ଭିଡ଼ିଓ ବନ୍ଦ କରିଦେଇଥିଲି, ଭାବିଥିଲି ଯେ ରୋଷ୍ଟ କୋଟ ଭିଡ଼ିଓ ବନେଇମି, କେତେ ସୁନ୍ଦର ଟ୍ରେଣ୍ଡିଂ ଟପିକ ଗୁଡ଼ା ଯୋଉ ଆସୁଛି ଦେଖିକି ମୁଁ କହିଲି ନା ଆଉ ବ୍ଲଗ ବନେଇବାନି, ରୋଷ୍ଟ ବନେଇବା। ତାପରେ 3 ଦିନ ଆଗରୁ ଗୋଟେ ଭିଡ଼ିଓ ସୁଟ୍ କରୁଥିଲି, ତାକୁ ଏଡିଟ କରୁଥିଲି। ଆଜି ଫାଇନାଲ ଏଡିଟିଂ ମାନେ ସରିଯାଇଥାନ୍ତା, ଆଉ ଟିକେ ଥିଲା। ତାପରେ କଣ ହେଲା ନା ସେ ତା ଆଜି ଗୁଣ ମତେ ଦେଖେଇଦେଲା। ତାପରେ ମୁଁ କହିଲି ଆଉ ସଳା ବନେଇବି ଯଦି ବ୍ଲଗ ଭିଡ଼ିଓ ବନେଇବି ପଛକୁ ଉଡ଼ିଯିବ। ଡେଲି କଣ୍ଟେଣ୍ଟ କିଛି ନା କିଛି ତ ମିଳି ହିଁ ଯିବ, ନହେଲେ ମୁଁ କାଢି ନେବି। ରୋଷ୍ଟ ଭିଡ଼ିଓ ଭାଇ ହବନି, କାହିଁକି ନା ମୁଁ ବନଉଥିଲି 3 ଦିନରେ ଆଗରୁ ସୁଟ୍ କରୁଥିଲି, ତାକୁ ଏଡିଟ କରୁଥିଲି। ସେଇଠି କଣ ହେଲା କି ଫାଷ୍ଟ ଲେୟର ଏତେ ପଡିଲା ଯେ ଟିକେ ହ୍ୟାଙ୍ଗ ମାରିଲା ଯେ ମୁଁ କହିଲି କାଇନମଷ୍ଟର ପ୍ରୋବ୍ଲେମ ଅଛି, ଏମିତି ହ୍ୟାଙ୍ଗ ତ କେବେ ମାରେ ନାହିଁ। ତାପରେ ଡାଉନଲୋଡ କଲି, ଗୋଟେ ଅଲଗା ଭର୍ଜନ ଗୋଟେ ଡାଉନଲୋଡ କଲି। ତାପରେ ଯେଇ ଇନଷ୍ଟଲ କଲି ସବୁ କିଛି ମୋର ଉଡ଼ିଗଲା, ଏକାଥରେ କ୍ରାଶ ହେଇଗଲା। ଯାହା ଥିଲା ସବୁ ଉଡ଼ିଗଲା। ମୁଁ ଭାବୁଥିଲି ଆଗରେ ତ ଏମିତି ହଉନଥିଲି, ମୁଁ କହିଲି କଣ ହେଇଗଲା, ମୁଁ କହିଲି ଆଉ ବନେଇବି ଏବେଠୁ ଫେର ବ୍ଲଗ ଭିଡ଼ିଓ ବନେଇବି। তো ଏବେ ମୋ ରୋଷ୍ଟ ଭିଡ଼ିଓ ଉଡ଼ିଯିବା ପରେ ମୁଁ ବ୍ଲଗ୍ ଏବେ ସାଙ୍ଗେ ଆରମ୍ଭ କରିଥିଲି, କିନ୍ତୁ ପୁଣି ତା ଗୁଣ ଦେଖେଇଦେଲା। ଦେଖନ୍ତୁ ଫାଇଲ୍ ଆକ୍ସେସ୍ ଏରର୍ ଦେଖେଇଲା। ତାପରେ ଫେର୍ ସେଇ ସିଷ୍ଟମ୍ କ୍ରାଶ୍ ପ୍ରୋବ୍ଲେମ୍, ମାନେ ଏଇ ଭିଡ଼ିଓଟା ଏଇଠୁ ଆଉ ସେ ପ୍ଲେ ହିଁ ହେଲାନି। ଗୋଟେ 30 ସେକେଣ୍ଡର ଭିଡ଼ିଓଟାକୁ ସୁଟ୍ କରୁଛି ବ୍ଲଗ୍ଟାକୁ, ମୁଁ କହିଲି ତାକୁ ଟିକେ ଦେଖେ ଚଲେଇକି। ସିଏ 22 ସେକେଣ୍ଡ ଜାଗାରେ ଆସିକି ଯେ ଅଟକି ଯାଉଛି, ଆଉ ଭାଇ ଆଗକୁ ଯିବାର ନାଁ ଧରୁନି। କ'ଣ ହେଇଛି ଆଜି ସକାଳୁ ପର୍ଯ୍ୟନ୍ତ ଏଇ ଆପ୍ଟା କ'ଣ ହେଉଛି ବୁଝି ହେଉନି। କୁକୁର ଗୋଟେ ଆସିକି ଆମ ବିଲେଇ ଛୁଆଟାକୁ ମାରିଦେଲା। ଦେଖେ କାଲି ସେ କୁକୁରଟାକୁ, 2ଟା କୁକୁର ଜଣା ଅଛି। ଯାଇଥିବ ଇଆଡ଼େ କିଆଡ଼େ ପଳେଇଗଲା ଧାଇଁକି, ସିଆଡ଼େ ଅଛି କୁକୁରଟା। ଆଜି ଯାଇଛି ସେ, ତ କ୍ୟାମେରାରେ ତ ଦେଖେଇବିନି, କିନ୍ତୁ ଟେକା ଫେକା ଦେଖିକି ଟିକେ ଆଇଡ଼ିଆ ଲଗାନ୍ତୁ ଯେ ତାଙ୍କର ଅବସ୍ଥା କ'ଣ। ବହୁତ ଦୂର ଆସୁଛି ଖୋଜି ଫିଲ୍ଡ ମଝିରୁ କେଇଠି ପଳେଇ ଆସିଛି। ଆମ ଗାଁ ଛାଡ଼ିକି ଅଲଗା ଗାଁ ପଳେଇ ଆସିଛି। ଛାଡ଼ିବିନି ସୋଳା। ସେ 2 ଥର ମାରିଛି। ଗୋଟେ ପ୍ରେଗନେଣ୍ଟ ବିଲେଇ ଥିଲା, ଲକଡାଉନରେ ମାରିଥିଲା। ଆଉ ଆଜି ଗୋଟେ ମାରିଛି ଛୋଟିଆ। ସେ ଛୁଆଟାକୁ ପଳେଇଗଲା ସିଆଡ଼େ। ମୁଁ କହିଦେଉଛି ଆଜିଠୁ ତୋର ମୋର ଦୁଶ୍ମନୀ। ତୁ ଛୁଆଟାକୁ ମାରିଲୁ, ବିଲେଇ ଛୁଆଟାକୁ ଥରେ ନୁହେଁ 2 ଥର। ଖାଲି ଦେଖେ ସତ, ଆଜି ପୁରା ମୁଡ୍ ପୁରା ମୋର ଖରାପ। ଏମିତିରେ ବି ଖରାପ ହେଉଛି, କାହିଁକି ମାସ ଚାଲୁନି। ତାପରେ ଇଏ ପୁରା ମୁଡ୍ର ମା ଭାଇ ଏକ କରିକି ପଳେଇ ଯାଇଛି। ସକାଳେ ସଞ୍ଜି ସେଇଆଡ଼େ ବୁଲେ, ଘାଟି ସବୁ ଜଣା ଅଛି, ଛାଡ଼ିବିନି। ଯାହାର ହବାର ଥିଲା ହେଇଗଲା। ବର୍ତ୍ତମାନ ମାଟି ଦେଇଦେବା। ଯେତିକି ବି ଜୀବଜନ୍ତୁ ଘରେ ମରନ୍ତି, ମୁଁ ଏମିତି ହିଁ କରେ। ସବୁ ମାଟି ଫାଟି ଦେଇକି ପୋତିଦିଏ। ବାଛୁରୀ ଗୁରୁ ଜୀବଜନ୍ତୁ ଘରେ ରହିବେ, ଏମିତି ତ ହବ। ଆଉ ଏମିତି ତ ଫିଙ୍ଗି ହବନି ନା। ପୋତିଦେବା, ତାପରେ ଗାଧେଇ ଫାଧେଇକି ଟିକେ ଖାଇଦେବା, ବା ଶୋଇ ପଡ଼ିବା। ଏ ଦିନଟା ଭଲ ନୁହେଁ। ଏଇ ଦେଖନ୍ତୁ ଆମ ହିରୋଇନକୁ ପାଣି ଦେବା ପାଇଁ ନା। ମୁଁ ତ ଆପଣମାନେ ଭାବୁଥିବେ ଯେ ପାଣି ଦେବାର ବି ଭିଡ଼ିଓ ବନେଇତେ ହୁଏ ନା। ହଁ, ବ୍ଲଗ୍ ମାନେ କିଛି କଣ୍ଟେଣ୍ଟରୁ କମି ନୁହେଁ। ଯାହା ଆପଣ ସକାଳୁ ସଞ୍ଜ ପର୍ଯ୍ୟନ୍ତ କରିବେ, ତାହା ହିଁ କ୍ୟାମେରାରେ ଦେଖାଇଦେବେ। ଆଉ ଗୋଟେ କଥା ହେଲା, ଯେଟା ମୁଁ ରିଏଲି ଫିଲ୍ କରୁଛି, ଯଦି ଆପଣଙ୍କ ମନ କେଦିନ ଟିକେ ମୁଡ୍ ଠିକ୍ଠାକ୍ ନଥିବ, ମନ ଖରାପ ଥିବ, ଦେଖିବେ ଜୀବଜନ୍ତୁ ଆପଣଙ୍କ ପାଖରେ ଟିକେ ଭିଡ଼ି ଆସୁଥିବ। ଦେଖୁଛନ୍ତି ପାଖରେ ଭିଡ଼ି ଆସୁଛି। ମୁଁ ଏଇଠି ବସିଛି, ସେ ଏଇଠି ଥିଲା, ଖାଲକାଟରେ ମୋ ପାଖକୁ ଭିଡ଼ି ଆସୁଛି। ସେ ଜାଣିଛି ଆଜି ମାଲିକର ମନଟା ଟିକେ ଖରାପ ଅଛି। ହଉ, ତୁ କିଛି କହୁଛୁ କହ। ତୋ ମନ ଠିକ୍ ଅଛି ତ? ତୋ ମନ ଠିକ୍ ରହିଲେ ମୋ ମନ ଠିକ୍, ଆଉ କିଛି ନାହିଁ। ପାଣିଟା ଆଣିଛି, ପିଇନି, ନହେଲେ ଏତେ ବାଟ ଖାଲକାଟରେ ବୋହିକି ଆଣିଛି ତୋ ପାଇଁ। ହଉ, ଖରା ବଡ଼ ଜୋର ଲାଗୁଛି। ବର୍ତ୍ତମାନ ଗୋରୁଟାକୁ ଛାଡ଼ିକି ଏଇଠି ଗୋଟେ ସିଫ୍ଟ କରିଦେବା, ତାପରେ ଯିବା। ସକାଳୁ ଆସିକି ଘରେ ପହଞ୍ଚି ହେଇ ହେଲା ଛୁଆ, ଏଇ ହେଲା ମା। ଏ ତ ବନ୍ଧା ହେଇକି ଥିଲା, ଜାଣିଛନ୍ତି। ଇଏ କେଜାଣି ଆଜି କିସ ମନ ହେଇଛି, ସକାଳୁ ପଳେଇ ଆସିଛି। ନା ଚାଲ, ଆଜି 2 ଜଣଙ୍କୁ ବନ୍ଧା ହବ। ବହୁତ ଭଲ ପାଆନ୍ତି ଏ ପତ୍ର ଖାଇବା ପାଇଁ ନା। ଏ ଯେଉଁ ଗାଈଟା, ୟାର ବି ଗୋଟେ ଛୁଆ ଥିଲା, କିଛି ଦିନ ଆଗରୁ ହିଁ ଇଏ ଏକ୍ସପାୟାର କରିଯାଇଛି। ଏଇଟା ହେଲା ବଡ଼ ଛୁଆଟା।
दब से प्रेगनेंट अच्छी आउ के नुआ वर्ष आड़ को से भी गोटे गोटे छुआ दब पुणी ताकू भलकिना तो आमर गाई बाछुरी बंधा सरी बर्तमान जीवा घर को दीटा खाईदबा तापर जीवा बालेश्वर औषध आनिया बालेश्वर जीवा तो कैंसल हो गला तो बर्तमान मु जाऊँ बालेश्वर न जाइकी पुणी जाऊँ गुरु पाखु तापर जाइकी जेठी बंधा है आड़े सियाड़ को बांधवा तापर जीवा गोटे सांगटा आसु ठाकुर तैयारी होउची गाँव गणेश ठाकुर पूजा टाइम रे तो एक्साइटमेंट केमती से आप भल कि जानी तो जीवा से ठाकुर फाकुर केमती कौन तैयारी होउची समस्त मिली मिसिक देखा आपन को भी देखा तापर जहाँ करिया थिबो करिया उल्टू कर ठाकुर तैयारी बड़े जोर शोर चलती है एक बार तो बड़ जोर शोर तैयारी चलती घर डिजाइन माने कैटलॉग डिजाइन सब खतरनाक खतरनाक तो ये लाइट आस तो देखा जाए तो मत से साइड जाइए देखेबार अच्छे आहुरी अच्छी से भीतर को अच्छी आहरी जाऊँ से पाखापाखि जाइए तो गाँव में बर्तमान आतंकर माहल कहीं बाहर हाथी पर कहते घूस कि ना बाहर जीव फिर